ଅଷ୍ଟମ ଶ୍ରେଣୀ ପାଠ 11 ବଳ ଓ ଚାପ। ଏହି ପାଠରେ ଆମେ ପ୍ରଶ୍ନ ଉତ୍ତର ରଚନା କରିବୁ। କୂଅରୁ ଡେସ୍କ ବଲ ଦ୍ୱାରା ପାଣି କଢ଼ାଯାଏ। ଟଣା ବଲ ଏକ ଚାର୍ଜିତ ବସ୍ତୁ ଓ ଅଚାର୍ଜିତ ବସ୍ତୁ ମଧ୍ୟରେ ଡେସ୍କ ବଲ ରହିଥାଏ ଆକର୍ଷଣ। ବସ୍ତା ଭର୍ତ୍ତି ଧାନ ଲଦା ହୋଇଥିବା ଯାଉଥିବା ଶଗଡ଼କୁ ଡେସ୍କ ବଲ ପ୍ରୟୋଗ କରି ଗତିଶୀଳ କରାଯାଏ। ମାଂସ ପେଶୀୟ ଏକ ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର ଉତ୍ତର ମେରୁ ଦ୍ୱାରା ଡେସ୍କ ହୋଇଥାଏ। ବିକର୍ଷିତ ବଲ ଏକ କ୍ଷେତ୍ରଫଳ ପ୍ରତି ଲମ୍ବା ଭାବରେ ପ୍ରଯୁକ୍ତ ବଲକୁ ଡେସ୍କ କହନ୍ତି। ଚାପ ନିମ୍ନରେ ଦିଆଯାଇଥିବା ପରିସ୍ଥିତି ଗୁଡ଼ିକର ବଲର କାରକ ଓ ଯେଉଁ ବସ୍ତୁ ପ୍ରତି ବଲ ପ୍ରୟୋଗ କରାଯାଏ ସେଗୁଡ଼ିକ ଚିହ୍ନାଅ। ପ୍ରତି ପରିସ୍ଥିତିରେ ବଲ ପ୍ରୟୋଗ ଦ୍ୱାରା କ'ଣ ହୁଏ ଲେଖ। ଲେମ୍ବୁ ରସ ବାହାର କରିବା ଫାଳେ ଲେମ୍ବୁକୁ ଆଙ୍ଗୁଠି ଧରି ଚିପିବା ବେଳେ ବଲର କାରକ ହେଲା ଆଙ୍ଗୁଠି। ଯେଉଁ ବସ୍ତୁ ପ୍ରତି ବଲ ପ୍ରୟୋଗ ହେଲା ଲେମ୍ବୁ ଫାଳ, କ'ଣ ହୁଏ? ଲେମ୍ବୁ ରସ ବାହାରେ। ହାତ ଟୁଥପେଷ୍ଟ ଟ୍ୟୁବ ପେଷ୍ଟ ବାହାରେ। ଓଜନିଆ ବସ୍ତୁ ଝୁଲୁଥିବା ସ୍ପ୍ରିଙ୍ଗରେ ପ୍ରସାରଣ। ପଡ଼ିଆ ବା ଭୂମି ଉଚ୍ଚଟିଆ ଦେଉଥିବା ଦିଆଲି ଉଚ୍ଚ ଡେଇଁ ପଡ଼ିବ। 3 ନମ୍ବର କମାର ଲାଲ ଉତ୍ତାପକ ଲୁହାଟିକୁ ପିଟି ପିଟି କଟୁରୀ ତିଆରି କରେ। ସେମିତି ଏଠାରେ ହାତୁଡ଼ି ଦ୍ୱାରା ପ୍ରଯୁକ୍ତ ବଲ ସାହାଯ୍ୟରେ ଲୁହାକୁ ପିଟି ପିଟି ଆକୃତି ପରିବର୍ତ୍ତନ ଘଟେ। ଜଣେ ବ୍ୟକ୍ତି ହାତରେ ପାଣି ବାଲ୍ଟି ଭୂମିଠାରୁ ଉଚ୍ଚତାରେ ଟେକି ଧରିଛନ୍ତି। ବାଲ୍ଟି ଓ ବାଲ୍ଟି ଥିବା ପାଣି ନିମ୍ନମୁଖୀ ଓ ବଲ। ମାଂସପେଶୀୟ ବଲ ବା ଠେଲା ବେଲ। ଏହି ବଲ ଦ୍ୱାରା ପରିମାଣ ସମାନ ହେତୁ ପରିଣାମୀ ଶୂନ୍ୟ ହେଲେ ବସ୍ତୁଟିର ଅବସ୍ଥାରେ ପରିବର୍ତ୍ତନ ହୁଏ ନାହିଁ। ନମ୍ବର ଦୈନନ୍ଦିନ ଜୀବନ ଠେଲା ବଲ ଟଣା ବଲ ପ୍ରୟୋଗ ଦ୍ୱାରା ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ ହେଉଥିବାର 2ଟି ଲେଖାଏ ଉଦାହରଣ ଲେଖ। ଟେବୁଲ ଡ୍ରର ଖୋଲା ଥିବା ବେଳେ ଏହାକୁ ବନ୍ଦ କରିବାକୁ ଠେଲା ବଲ ପ୍ରୟୋଗ କରି ବସ୍ତୁର ଗତି ଅବସ୍ଥାରେ ପରିବର୍ତ୍ତନ କରାଯାଏ। ଅର୍ଥାତ୍ ସ୍ଥିର ଥିବା ଡ୍ରାୟରକୁ ଗତିଶୀଳ କରାଯାଏ। ଗତି କରି ଆସୁଥିବା ଜଣେ ସାଇକେଲ ଚଲାଳିକୁ ଠେଲା ବଲ ପ୍ରୟୋଗ କରି ସ୍ଥିର ଅବସ୍ଥାକୁ ଅଣାଯାଇପାରେ। ଅର୍ଥାତ୍ ତାକୁ 2 ହାତରେ ରୋକିଦେଲେ ତାହା ସ୍ଥିର ହୋଇଯାଏ। କୂଅରୁ ପାଣି କାଢ଼ିଲା ବେଳେ ଟଣା ବଳ ପ୍ରୟୋଗ କରି ସ୍ଥିର ବସ୍ତୁକୁ ଗତିଶୀଳ କରାଯାଏ। ଫୁଲ ତୋଳିବା ବେଳେ ଟଣା ବଳ ପ୍ରୟୋଗ କରି ସ୍ଥିର ବସ୍ତୁକୁ ଗତିଶୀଳ କରାଯାଏ। ନମ୍ବର ବଲ ବସ୍ତୁର ଆକୃତି
ପରିବର୍ତ୍ତନ କରିପାରେ। ଏହାର ଦୁଇଟି ଉଦାହରଣ ଲେଖ। କୁମ୍ଭାର ହାଣ୍ଡି ଗଢ଼ିଲା ବେଳେ ମାଟି ଗୁଡ଼ିକ ଚକଟି ମାଟିର ଆକୃତି ପରିବର୍ତ୍ତନ କରି ହାଣ୍ଡି ଗଢ଼ିଥାଏ। କମାର ଲୁହାକୁ ତତାଇ ଲୁହା ଖଣ୍ଡର ଆକୃତି ପରିବର୍ତ୍ତନ କରି ଦା, କୋଡ଼ି, କୋଦାଳ ଆଦି ତିଆରି କରିଥାଏ। 8 ନମ୍ବର ନିମ୍ନଲିଖିତ ପ୍ରତ୍ୟେକ ଉଦାହରଣ ପ୍ରଯୁକ୍ତ ବଳ ସଂସ୍ପର୍ଶରେ ବଳ କି ଅସ୍ପର୍ଶ ବଳ ଲେଖ। ବୁଢ଼ୀମା ଛୋଟ ପିଲାଟିକୁ ତେଲ ଘଷୁଛନ୍ତି, ସ୍ପର୍ଶ କରୁଛି। ଏକ ପାତ୍ର ଥିବା ଶସ୍ୟ ଦାନାରେ କିଛି ଲୁହା ଗୁଣ୍ଡ ମିଶି ଯାଇଛି ଓ ରାମବାବୁ ଖଣ୍ଡି ଚୁମ୍ବକ ଧରି ସେହି ଲୁହା ଗୁଣ୍ଡ ଗୁଡ଼ିକୁ ଅଲଗା କରୁଛି। ଅସ୍ପର୍ଶ ବଳ। ପ୍ଲାଷ୍ଟିକ ପାନିଆ ଶୁଖିଲା କେଶ କୁଣ୍ଡାଇ ପରେ ପାନିଆଟି ଦ୍ୱାରା ପିଲାଟି ଟୁକୁରା କାଗଜ ଗୁଡ଼ିକୁ ଉଠାଇ ଆଣୁଛି। ଅସ୍ପର୍ଶ ବଳ। ତୁମ ବହି ଖାତାରୁ ତୁମର ଗଣିତ ବହିଟି ବାହାର କରୁଛ। ସ୍ପର୍ଶ ବଳ। ଜଣେ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଛି। ସ୍ପର୍ଶ ବଳ। ପାଚିଲା ଆମ୍ବଟି ଗଛରୁ ଝଡୁଛି। ଅସ୍ପର୍ଶ ବଳ। 9 ନମ୍ବର ଚାପ ଓ ବଳ ମଧ୍ୟରେ ସମ୍ପର୍କଟି ଲେଖ। ଚାପ ହେଉଛି P ଅର୍ଥାତ ପାୱାର, ବଳ ହେଉଛି F ଫୋର୍ସ। ପୃଷ୍ଠ କ୍ଷେତ୍ରଫଳ A ହେଲେ P = F/A। A ହେଉଛି ଏକକ 1, ତେବେ P = F। 10 ନମ୍ବର A ନଳରେ ଜଳର ଉଚ୍ଚତା ଅଛି 20, B ନଳର ଜଳର ଉଚ୍ଚତା ହେଉଛି 15। ଯେଉଁ ନଳର ଉଚ୍ଚତା ଅଧିକ ତାର ଚାପ ଅଧିକ ହେତୁ ଏ ନଳ ଭୂମି ଉପରେ ଜଳ ଚାପ ଅଧିକ ହେବ। 11 ନମ୍ବର ପିନ୍ କଣ୍ଟାର ମୁନ ନଥିଲେ ପୃଷ୍ଠ କ୍ଷେତ୍ରଫଳ ଅଧିକ ହୁଏ। ଚାପ ଏକ ପରିମେୟ ସଂଖ୍ୟା ଯାହାର ହର ପୃଷ୍ଠ କ୍ଷେତ୍ରଫଳ। ପୃଷ୍ଠ କ୍ଷେତ୍ରଫଳ ଅଧିକ ହେତୁ ଚାପ କମ୍ ହୁଏ, ତେଣୁ କାଗଜ ଏକାଠି ଗୁନ୍ଥିବା କଷ୍ଟ ହୁଏ। ଏକ ପ୍ଲାଷ୍ଟିକ ବୋତଲରେ ଗରମ ପାଣି ରଖି ଏହାର ଠିପି ବନ୍ଦ କରାଗଲା। ପ୍ରାୟ 1 ଘଣ୍ଟା ପରେ ଦେଖାଗଲା ଯେ ବୋତଲଟି ଚାପା ହୋଇଯାଇଛି। ଏହାର କାରଣ ବୁଝାଅ। ଗରମ ପାଣି ଥଣ୍ଡା ହେଲେ ଏହାର ଆୟତନ କମେ। ପ୍ଲାଷ୍ଟିକ ବୋତଲ ମଧ୍ୟରେ ବାୟୁର ପରିମାଣ କମିଯିବାରୁ ବାୟୁ ଚାପ କମିଗଲା। ତେଣୁ ବାହାର ବାୟୁ ସର୍ବାଧିକ ଚାପ ବୋତଲ ଉପରେ କାର୍ଯ୍ୟକାରୀ ହେବା ହେତୁ ବୋତଲଟି ଚାପା ହୋଇଗଲା। ଏବେ 13 ନମ୍ବର ପ୍ରଶ୍ନ ଉତ୍ତର। ହେଲା ଆକୃତି, ମାଂସପେଶୀୟ, ସ୍ପର୍ଶ, ମାଧ୍ୟାକର୍ଷଣ, ଘର୍ଷଣ ବଳ। 14 ନମ୍ବର କୃତ୍ରିମ ଉପଗ୍ରହ ଓ ରକେଟର ନିମ୍ନମୁଖୀ ଓଜନ ବଳ ବାୟୁର ଘର୍ଷଣ ବଳ ହୋଇଛି। 15 ନମ୍ବର ଉତ୍ତର। 16 ନମ୍ବର ଉତ୍ତର ଘୁରୁଥିବା ବସ୍ତୁର କେନ୍ଦ୍ରାଭିସାରୀ ବଳ, ଘୁରୁଥିବା ବସ୍ତୁର କେନ୍ଦ୍ରାପସାରୀ ବଳ, ଘୁରୁଥିବା ବସ୍ତୁ ଉପରେ ବାୟୁର ଘର୍ଷଣ ବଳ, ଘୁରୁଥିବା ବସ୍ତୁର ନିମ୍ନମୁଖୀ ଓଜନ ବଳ।